ଫ୍ରି ରାସନ ମାଗଣା ରାସନ ନେଇ ଆସିଥିଲା ବଡ଼ ଖବର। ଅକ୍ଟୋବର 1ରୁ କିଛି ଲୋକଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ରାସନ ଦିଆଯିବା ବନ୍ଦ କରାଯିବା। ତେବେ ଆସନ୍ତୁ ଜାଣିବା କାହିଁ। ତ ଦେଖନ୍ତୁ, ଯେଉଁମାନେ ଫ୍ରି ରାସନ କାର୍ଡ଼ ପାଉଥିଲେ, ଯେଉଁ ଫ୍ରି ରାସନ କାର୍ଡ଼ରେ ଏତେ ଟଙ୍କା ଯେ ପଇସାଟା ପାଇଲେନି। ଫ୍ରି ରାସନ କାର୍ଡ଼ରେ ଆପଣମାନଙ୍କର ଯଦି ବି ରାସନ କାର୍ଡ଼ ଅଛି, ତେବେ ଆପଣମାନଙ୍କର କ'ଣ କ'ଣ ଗାଇଡ଼ଲାଇନ୍ ରହିଛି ଯେ ଆପଣମାନେ ତାହାକୁ ପାଳନ କରୁନାହାନ୍ତି, ତେବେ ଆପଣମାନଙ୍କ ନାଁ ବି କଟିଯିବ। ଏଥିରେ ଆପଣମାନେ ଚେକ୍ କରିନିଅନ୍ତୁ। ଯଦି ଆପଣମାନେ ଚେକ୍ କରିନାହାନ୍ତି, ଏବେ ଚେକ୍ କରିଦିଅନ୍ତୁ। ରାସନ କାର୍ଡ଼ର କଟିବ ଏମାନଙ୍କ ନାଁ। କାହାର ନାଁ କଟିବ? ଯଦି ଆପଣମାନେ ଜାଣିନାହାନ୍ତି, ବତେଇ ଦେଉଛି। ରାସନ କାର୍ଡ଼ ନାଁ କାହାର କଟିବ? ଫ୍ରି ରାସନ କାର୍ଡ଼। ମାଗଣା ରାସନ କାର୍ଡ଼କୁ ନେଇ ଆସିଲା ବଡ଼ ଖବର। ଅକ୍ଟୋବର 1ରୁ କିଛି ଲୋକଙ୍କ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ମାଗଣା ରାସନ ଦିଆଯିବା ବନ୍ଦ କରାଯିବା ବେଳେ ତେବେ ଆସନ୍ତୁ ଜାଣିବା କାହିଁ। ତ ଦେଖନ୍ତୁ, ଏଥିରେ ବତାଯାଇଛି କି ଯଦି ଆପଣ ଏପର୍ଯ୍ୟନ୍ତ ଇ-KYC କରିନାହାନ୍ତି, ଯଦି ଆପଣମାନଙ୍କର ରାସନ କାର୍ଡ଼ର ଇ-KYC ଏପର୍ଯ୍ୟନ୍ତ କରିନାହାନ୍ତି, ତେବେ ଏହା ସମ୍ଭବ ଯେ ଆପଣଙ୍କ ନାମ ରାସନ କାର୍ଡ଼ରୁ ହଟାଇ ଦିଆଯିବ। ଯଦି ଆପଣମାନେ ଆପଣଙ୍କର ଇ-KYC ଯଦି କରିନଥିଲେ, ଶୀଘ୍ର ଯାଇକି କରିନିଅନ୍ତୁ। ଯଦି କରିନାହାନ୍ତି, ତେବେ ଦେଖନ୍ତୁ, ଅକ୍ଟୋବର 1ରୁ ଏହା ଷ୍ଟାର୍ଟ ହେଇଛି। ଯଦି ଯେଉଁମାନେ କରିନାହାନ୍ତି, ତାଙ୍କର ନାଁ ଅଲରେଡ଼ି କଟି ସାରିଲାଣି। ଯଦି ଆପଣମାନେ କରିନାହାନ୍ତି ବୋଲେ କରିନିଅନ୍ତୁ, ନାହିଁ ତ ଆପଣମାନଙ୍କ ନାଁ ବି କଟିଯିବ। ତ ଦେଖନ୍ତୁ, ଆପଣ ଯଦି ଅକ୍ଟୋବର 1ରୁ ମାଗଣା ଚାଉଳ, ଗହମ ଏବଂ ଅନ୍ୟ ଜିନିଷ ପାଇବେ ନାହିଁ, ତ ଦେଖନ୍ତୁ, ଅକ୍ଟୋବର 1 ତାରିଖରୁ ବହୁତ ଲୋକ ପାଇନାହାନ୍ତି ଏପର୍ଯ୍ୟନ୍ତ। ଏବେ ତ ସେପ୍ଟେମ୍ବର ପହଞ୍ଚିଗଲାଣି। ତେବେ ଆପଣମାନେ ଯଦି ଆପଣମାନଙ୍କ ବାରି ଆସିନାହିଁ, ତେବେ ଏପର୍ଯ୍ୟନ୍ତ ଆପଣ ଯାଇକି ଏହା ଆପଣମାନେ ବି କରିପକାନ୍ତୁ ଇ-KYC। ତ ଦେଖନ୍ତୁ, ଚାଉଳ ତ ଆପଣମାନେ ଛିଣୁଛନ୍ତି ଯାଇକି ପଞ୍ଚାୟତରେ। ସମସ୍ତଙ୍କ ପଞ୍ଚାୟତରେ ମିଳୁଛି। ଯେଉଁମାନେ ଇ-KYC କରିନାହାନ୍ତି, ସେମାନଙ୍କ ନାମ ମାଗଣାରେ ରାସନ ତାଲିକାକୁ କାଟି ଦିଆଯିବ। ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତ ହିତାଧିକାରୀଙ୍କ ଯେଉଁମାନେ ସେପ୍ଟେମ୍ବର 30 ସୁଦ୍ଧା ଇ-KYC କରିବେନି, ସେମାନେ ଆସନ୍ତା ମାସ ଅର୍ଥାତ୍ ଅକ୍ଟୋବରରୁ ରାସନ ପାଇପାରିବେ ନାହିଁ। ଯଦି ଆପଣମାନେ ଇ-KYC କରିବେ ନାହିଁ, ତେଣୁ ଆପଣମାନେ ରାସନ କାର୍ଡ଼ ପାଇପାରିବେ ନାହିଁ। କେଉଁ ତାରିଖରୁ? ଦେଖନ୍ତୁ, ଆପଣମାନେ ଯଦି ଅକ୍ଟୋବରରେ ରାସନଟା ତ ପାଇପାରିବେ ନାହିଁ। ଯଦି ସୁଦ୍ଧା ସେପ୍ଟେମ୍ବର 30 ସୁଦ୍ଧା ଯଦି ଆପଣମାନଙ୍କୁ ମାସ ଦିଆଯାଉଛି, ଏହି ମାସର ଲାଷ୍ଟ ସେପ୍ଟେମ୍ବର 30 ସୁଦ୍ଧା ଆପଣମାନେ ଇ-KYC କରିବା ଦରକାର। ଯଦି ଆପଣମାନେ କରିବେନି, ତ ଆପଣମାନଙ୍କ ନାମ କଟିଯିବ ରାସନ କାର୍ଡ଼ରୁ। ଯଦି ଆପଣମାନଙ୍କୁ ଏକ୍ଜାମ୍ପଲ୍ ଦରକାର, ତେବେ ଆପଣମାନଙ୍କ ଗାଁକୁ ଯାଉଥିବ ପଞ୍ଚାୟତର ଯେଉଁ ଲୋକ, ସେହି ଇ-KYC କରିଦେବ। ଆପଣମାନେ ଚିନ୍ତା କରିବା ଦରକାର ନାହିଁ। ଯଦି ତାଙ୍କ ପାଖକୁ ଯାଇକି ଇ-KYC କରିନିଅନ୍ତୁ, ତେବେ ଆପଣମାନଙ୍କର ନାଁଟା କଟିବ ନାହିଁ। ଦେଖ, ଆପଣମାନଙ୍କ ଇ-KYCର ଫର୍ମ ଏହିପରି ହିଁ କରାଯାଉଛି। ଆପଣମାନେ ଦେଖିନିଅନ୍ତୁ ଇ-KYC ଏହିପରି କରାଯାଏ। ଦେଖନ୍ତୁ, ଏହି ଯୋଜନାରେ ସାରା ଦେଶର ସରକାର କାର୍ଯ୍ୟକାରୀ କରିଛନ୍ତି। ଯେଉଁମାନେ ଗରିବ ଏବଂ ଅଭାବୀ ପରିବାରରୁ ସୁଲଭ ମୂଲ୍ୟରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯାଉଛି। ଯେଉଁମାନେ ଗରିବ, ଅଭାବୀ, ସେମାନଙ୍କୁ ଏହି ପଇସାଟା ଯୋଗାଇ ଦିଆଯାଉଛି। ଦେଖନ୍ତୁ, ଆପଣମାନେ ବି ଯଦି ଗରିବ ପରିବାର ବୋଲେ ଇ-KYC କରିନିଅନ୍ତୁ, ତେବେ ଆପଣମାନଙ୍କ ନାଁଟା କଟିବ ନାହିଁ। ତ ଦେଖନ୍ତୁ, ଯଦି ଆପଣମାନେ ଏପର୍ଯ୍ୟନ୍ତ କରିନାହାନ୍ତି ବୋଲେ ଆପଣମାନେ ଯାଇକି କରିନିଅନ୍ତୁ। ଯଦି ଆପଣ ମଧ୍ୟ ଏହି ଯୋଜନାରେ ଅଧୀନରେ ଆସନ୍ତା ଏବଂ ଏପର୍ଯ୍ୟନ୍ତ ଇ-KYC କରିନାହାନ୍ତି, ତେବେ ଆପଣଙ୍କ 30 ସେପ୍ଟେମ୍ବର ପର୍ଯ୍ୟନ୍ତ ସମୟ ଅଛି। ଏହାପରେ ମଧ୍ୟ ଯଦି ଇ-KYC କରିବେନି, ତେବେ ଆପଣଙ୍କ ନାମ ରାସନ କାର୍ଡ଼ରୁ ହଟାଇ ଦିଆଯିବ। ଏହା ସରକାରଙ୍କ ଆଦେଶ। ଦେଖନ୍ତୁ, ସରକାର ଆଡ଼ୁ ପୁରା ଆସିଛି, ଅର୍ଡ଼ର ଆସିଛି, ତାହା ପାଳନ କରିବାକୁ ପଡ଼ିବ। ଦେଖନ୍ତୁ, ଇ-KYC କାହିଁକି ଗୁରୁତ୍ୱପୂର୍ଣ୍ଣ? ଏହାର ମୂଲ୍ୟ କ'ଣ ରହିଛି? ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ ଥିବା ସମସ୍ତ ହିତାଧିକାରୀଙ୍କ ପାଇଁ ଇ-KYC ବାଧ୍ୟତାମୂଳକ କରାଯାଇଛି। ଠକେଇକୁ ରୋକିବା ଏବଂ ହିତାଧିକାରୀଙ୍କ ପରିଚୟ ନିଶ୍ଚିତ କରିବା ପାଇଁ ସରକାରଙ୍କ ଏହି ପଦକ୍ଷେପ ନେଇଛନ୍ତି। ତ ଦେଖିନିଅନ୍ତୁ, ଏହି ପଦକ୍ଷେପ ସରକାରଙ୍କ ଦ୍ୱାରା ନିଆଯାଇଛି। ସହଜ ପ୍ରକ୍ରିୟା। ମାଗଣା ସେବା ଇ-KYC ପ୍ରକ୍ରିୟା ବହୁତ ସହଜ ଏବଂ ମାଗଣା। ଆପଣ ଯଦି ନିକଟତମ ରାସନ ଡିଲର ନିକଟକୁ ଯାଇ ଆପଣଙ୍କ ଆଧାର କାର୍ଡ଼ ଦେଖାଇବାକୁ ପଡ଼ିବ। ଯଦି ଆପଣମାନଙ୍କ ଫିଙ୍ଗର ପ୍ରିଣ୍ଟ ମେସିନରେ ସଠିକ୍ ଭାବରେ ଫିଟ୍ ହୁଏ ନାହିଁ, ତେବେ ଦେଖନ୍ତୁ, ଆଇରିସ୍ ମାଧ୍ୟମରେ ଇ-KYC ସୁବିଧା ମଧ୍ୟ ଆପଣଙ୍କ ପାଇଁ ଉପଲବ୍ଧ। ତାହା ଆପଣମାନଙ୍କୁ
ଇକ୍ୱାସି ସେହି ପ୍ରକାରରେ ହିଁ କରିବାକୁ ପଡ଼ିବ। ଆପଣମାନେ ଯଦି କରିନାହାନ୍ତି ବେଲେ ଯେଉଁ ଆପଣମାନଙ୍କୁ ଦିଏ ରାସନ କାର୍ଡ଼ରେ ଯେଉଁ ଆପଣମାନଙ୍କୁ ଚାଉଳ ଯେଉଁମାନେ ଦିଏ ତାଙ୍କର ହେଡ଼କୁ ଯାଆନ୍ତୁ ଆଉ ସେଟା ଇକ୍ୱାସି କରି ନିଅନ୍ତୁ। ଗହମ ବି ଦେଉଛି ଦେଖନ୍ତୁ। ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ଏହି ପ୍ରକ୍ରିୟା ଏଥିପାଇଁ କରାଯାଉଛି ଯାହାଦ୍ୱାରା କେବଳ ପ୍ରକୃତ ଅଭାବୀ ବ୍ୟକ୍ତି ଏବଂ ଯୋଜନାର ଲାଭ ପାଇବେ। ବୁଝିଲେ ତ ଆପଣମାନେ? ଦେଖନ୍ତୁ, ଯଦି ମାଗଣା ରାସନରୁ ବଞ୍ଚିତ ହୁଅନ୍ତୁ ନାହିଁ, ଇକ୍ୱାସି ଶୀଘ୍ର କରନ୍ତୁ। ଯଦି ଆପଣ ଏପର୍ଯ୍ୟନ୍ତ ଇକ୍ୱାସି କରିନାହାନ୍ତି ତେବେ ଆପଣଙ୍କର ନିକଟତମ ରାସନ ଡିଲର ନିକଟକୁ ଯାଇ ଏବଂ ଶୀଘ୍ର ଏହି କାର୍ଯ୍ୟ ସମାପ୍ତ କରନ୍ତୁ। ମନେ ରଖନ୍ତୁ ଯେ ସେପ୍ଟେମ୍ବର 30 ପୂର୍ବରୁ ଇକ୍ୱାସି କରିବାର ନଚେତ୍ ଅକ୍ଟୋବର ମାସରେ ଆପଣଙ୍କ ରାସନ ପାଇବେ ନାହିଁ। ସେପ୍ଟେମ୍ବରରୁ ଅକ୍ଟୋବର ଆପଣମାନେ ରାସନ ପାଇପାରିବେ ନାହିଁ। ସେପ୍ଟେମ୍ବର ମାସ ଏଇଟା ବେଲେ ଅକ୍ଟୋବର 1 ତାରିଖରୁ ଆପଣମାନେ ରାସନ ପାଇପାରିବେ ନାହିଁ। ଏହା ତାର ଗାଇଡ଼ଲାଇନ୍ ରହିଛି। ତେଣୁ ଆପଣମାନେ କରିନାହାନ୍ତି ବେଲେ କରିନିଅନ୍ତୁ। ଏହା ସେପ୍ଟେମ୍ବର ମାସ ତ ଲାଷ୍ଟ ଅଛି 30 ତାରିଖ ତକ, ନହେଲେ ଅକ୍ଟୋବର ମାସରେ ଆପଣମାନେ ରାସନ ପାଇପାରିବେ ନାହିଁ। ଦେଖନ୍ତୁ ଏହା କିପରି କରୁଛନ୍ତି, ରାସନ କିପରି ଦେଉଛନ୍ତି ତାର ଫଟୋ ମଧ୍ୟ ଆପଣମାନଙ୍କୁ ଦେଖାଇ ଦେଉଛି। ଯଦି ଆପଣ ଏହି ପ୍ରକ୍ରିୟାରେ ଆପଣ ସମାପ୍ତ ନ କରନ୍ତି ତେବେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରୁ ଆପଣଙ୍କ ନାମ ହଟିଯିବ, ଯେଉଁଥିପାଇଁ ଆପଣମାନେ ଯୋଜନାରୁ ସବୁଦିନ ପାଇଁ ବଞ୍ଚିତ ହୋଇପାରନ୍ତି। ଆପଣମାନେ ଏହି ଯୋଜନାରୁ ବଞ୍ଚିତ ହୋଇଯିବେ। ତେଣୁ ଆପଣମାନଙ୍କୁ ବତାଇ ଦେଉଛି ଏହି ଯୋଜନାରେ କିପରି ଆପଣମାନେ ସବୁଦିନ ପାଇଁ ରୁହନ୍ତୁ। ସେଇଥିପାଇଁ ଆପଣମାନଙ୍କୁ କୁହାଯାଉଛି ଯେ ଆପଣମାନେ ଇକ୍ୱାସି କରିନିଅନ୍ତୁ ଆଉ ଏଥିରେ ଲାଭ ପ୍ରାପ୍ତ କରନ୍ତୁ, ନଚେତ୍ ଆପଣମାନଙ୍କ ନାମଟା କଟିଯିବ। ଦେଖନ୍ତୁ, ସରକାର ଆଗରୁ ଆପଣମାନଙ୍କୁ ବତାଇ ଦେଉଛନ୍ତି ସମସ୍ତେ ଇକ୍ୱାସି କରନ୍ତୁ। ଏହା ଗୋଟେ ସର୍ଭେ, ମାନେ ଗୋଟିଏ ପରିବାରରୁ କେତେ ଲୋକ ଚାଉଳ ପାଉଛନ୍ତି, ଯାଇକି ଆପଣମାନଙ୍କ ଯଦି ଆଙ୍ଗୁଠି ଚିହ୍ନ ଆସୁନାହିଁ ତେବେ ଆପଣମାନେ ଯାଇକି ବାୟୋମେଟ୍ରିକ୍ ଅପଡ଼େଟ୍ କରନ୍ତୁ, ଏହା କୌଣସି ଆଧାର ସେଣ୍ଟରକୁ ଯାଇକି ବାୟୋମେଟ୍ରିକ୍ ଅପଡ଼େଟ୍ କରନ୍ତୁ। ତେବେ ବି ନଚେତ୍ ନ ଆସେ ବେଲେ ଆପଣମାନେ ଯାଇକିରି ସେ ଡିଲର ସେ ରାସନ କାର୍ଡ଼ ତା ସହିତ ବାତଚିତ କରନ୍ତୁ କି ମୋର କିପରି ହେବ ଇକ୍ୱାସି। ଯଦି ଆପଣମାନଙ୍କ ତେବେ ବି ହୋଇପାରେ ନାହିଁ, ଯଦି ନଚେତ୍ ଆପଣମାନଙ୍କୁ ହେଇ ବି ପାରେ ନାହିଁ ତେବେ ଆପଣମାନେ ଯାଇକି ପୁରା ଅଫିସର ସାଙ୍ଗରେ କଥାବାର୍ତ୍ତା ଲାଗିକି ତାହା ମାନେ ଯିଏ ଡିଲର ତାକେ ଭଲ କରି ପଚାରିକି କିପରି ମୋର ହୋଇପାରିବ ଇକ୍ୱାସି ସବୁକିଛି ପଚାରିକି ଭଲ ମନ୍ଦ ବୁଝିକି ସବୁକିଛି କରନ୍ତୁ। ତ ଆପଣ ସେ ସବୁକିଛି ଆପଣମାନଙ୍କୁ ବତାଇବ କିପରି ରାସନରେ ଆପଣମାନଙ୍କ ଇକ୍ୱାସିଟା କମ୍ପ୍ଲିଟ୍ ହେବ। ତାହା ଅଲ୍ ଟୋଟାଲ୍ ଡିଟେଲ୍ସ ହିଁ ବତାଇବ। ଆମେମାନେ ସବୁକିଛି ବତାଇ ପାରିବୁ ନାହିଁ। ଆପଣମାନେ ତାଙ୍କୁ କଲ୍ କରନ୍ତୁ ଯଦି ନମ୍ବର ଅଛି ବେଲେ, ନଚେତ୍ ତାଙ୍କ ଘରକୁ ଯାଆନ୍ତୁ, ନାହିଁ ତ ଅଫିସକୁ ଯାଆନ୍ତୁ ଆଉ ତାଙ୍କୁ ପଚାରନ୍ତି କି କ'ଣ ହେଉଛି। ଆମ ବି ଘରର କରିଛନ୍ତି, ମୁଁ ବି ଆମ ଘରର କରିଛି ବେଲେ ଇକ୍ୱାସିରେ ମୋର ହିଁ ଫିଙ୍ଗର ଆସିଛି, ଘରମାନଙ୍କର କାହାରି ଆସିନି। ବାୟୋମେଟ୍ରିକ୍ ଅପଡ଼େଟ୍ କରିବାକୁ ପଡ଼ିବ। ତେଣୁ ଆପଣମାନଙ୍କୁ ବି ସେହି ପ୍ରକାରର ଗୋଟେ ଅସୁବିଧା। ଆପଣମାନେ ବି ଯାଇକି ଇକ୍ୱାସି କରନ୍ତୁ, ନଚେତ୍ ଆପଣମାନଙ୍କ ନାଁ କଟିଯିବ। ତେଣୁ ଦେଖନ୍ତୁ, ମୁଁ ବି ଯାଇକି ଏବେ ବାୟୋମେଟ୍ରିକ୍ ଅପଡ଼େଟ୍ କରାଇବି ଆମ ଘରମାନଙ୍କର ସମସ୍ତଙ୍କର। ଆପଣମାନେ ବି ଯାଆନ୍ତୁ ଆଉ ବାୟୋମେଟ୍ରିକ୍ ଅପଡ଼େଟ୍ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କ ନାଁ କଟିବ ନାହିଁ। ନଚେତ୍ ନ କରିଲେ ଆପଣମାନଙ୍କ ନାଁ କଟିଯିବ। ଯେ ଏହା ଆମର ସରକାରଙ୍କର ଅର୍ଡ଼ର ଆସିଛି, ତେଣୁ ଏହାକୁ ପାଳନ ତ କରିବାକୁ ପଡ଼ିବ ନା। ଯଦି ଆପଣମାନେ ପାଳନ କରିବେ ନାହିଁ ତ କିପରି ହେବ? ରାସନ କାର୍ଡ଼ରୁ କଟିବ ଏମାନଙ୍କ ନାଁ। ଯଦି ଆପଣମାନେ ଏପର୍ଯ୍ୟନ୍ତ ବୁଝିପାରୁନାହିଁ, ଦେଖନ୍ତୁ କଟିବ ନା ଏମାନଙ୍କର ଇକ୍ୱାସିରେ। ଯଦି ଆପଣମାନେ କରୁନାହାନ୍ତି, ଫିଙ୍ଗର ପ୍ରିଣ୍ଟ ଆସୁନାହିଁ ତ ଆପଣମାନଙ୍କ ନାଁ କଟିଯିବ। ତେଣୁ ନଚେତ୍ ଆପଣମାନେ ଯେ ପ୍ରକାର ବି ହେଉ ଯାଇକି ଆପଣମାନେ କରନ୍ତୁ, ନହେଲେ ନାଁଟା କଟିଯିବ। ତେବେ ଆପଣମାନେ ରାସନ ପାଇପାରିବେ ନାହିଁ, କୌଣସି ଯୋଜନାର ସୁବିଧା ପାଇପାରିବେ ନାହିଁ। ବହୁତ ଯୋଜନା ବାହାରୁଛି ଓଡ଼ିଶାରେ, ସେଥିରେ ନଚେତ୍ ହୋଇପାରିବେ। ତେଣୁ ଆପଣଙ୍କୁ ବୁଝାଇ ଦେଉଛି ଆପଣମାନେ ଯାଇକି ଇକ୍ୱାସିଟା କରିନିଅନ୍ତୁ। ମୁଁ ବାରମ୍ବାର କହୁଛି ଯଦି ଏପର୍ଯ୍ୟନ୍ତ ନ କରନ୍ତି ବୋଲେ ଆପଣମାନେ ରାସନ କାର୍ଡ଼ରେ ଆଉ ରାସନ ପାଇପାରିବେ ନାହିଁ କି ଯୋଜନାର ପାଇପାରିବେ ନାହିଁ, କିଛି ବି ପାଇପାରିବେ ନାହିଁ। ତେଣୁ ଆପଣମାନେ ଯେତେ ଜଲ୍ଦି ହେଉ ତାଙ୍କ ଡିଲରସିପ୍ରେ କଥା ଲାଗନ୍ତୁ ଆଉ ଏହାକୁ ସମ୍ପୂର୍ଣ୍ଣ ଭାବରେ ପୂରଣ କର, ନହେଲେ ଆପଣମାନଙ୍କ ନାଁଟା କଟିଯିବ। ଯଦି ଅଧିକ ଆପଣମାନଙ୍କୁ ଜାଣିବାକୁ ଦରକାର ଅଛି ବୋଲେ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଯାହାଦ୍ୱାରା ମୋର ଭିଡ଼ିଓ ଆପଣମାନଙ୍କ ନୋଟିଫିକେସନ୍ରେ ଯାଉଥିବ। ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। ଯଦି ଭିଡ଼ିଓଟା ଭଲ ଲାଗେ ତେବେ ମୋର ଭିଡ଼ିଓକୁ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ କରିଦିଅନ୍ତୁ ଆଉ ଗୋଟିଏ ପ୍ୟାରା କମେଣ୍ଟ କରିଦିଅନ୍ତୁ। ଯଦି ଆପଣମାନଙ୍କୁ ମୋର ଭିଡ଼ିଓ ଭଲ ଲାଗେ
ତେବେ ଗୋଟିଏ ସେୟାର ବି କରିନିଅନ୍ତୁ, ଯାହାଦ୍ୱାରା ଆଉ ବାହାରର ଯେଉଁମାନେ ବି ଅଛନ୍ତି ସେମାନଙ୍କୁ ଜାଣିବାର ଦରକାର ନା କି ଏହାର କ'ଣ କ'ଣ ପ୍ରୋବ୍ଲେମ୍ ରହିଛି ସମସ୍ତେ ଜାଣିବେ। ତେଣୁ ଆପଣମାନଙ୍କୁ ବତେଇ ଦେଉଛି, ଏହା ଆପଣମାନେ ଯେତେ ସେୟାର କରିବେ ସେତେ ଭଲ। ତେଣୁ ଆପଣମାନେ ସେୟାର କରନ୍ତୁ ଯେ ଅଧିକରୁ ଅଧିକ ଲୋକ ଜାଣିପାରିବେ। ଥ୍ୟାଙ୍କ ୟୁ।